ଜଗନ୍ନାଥ ହରର ଶମ୍ଭୁ ନୂଆଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା। ଓଡ଼ିଶାର ଏକ ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ। ଏହି କେରଳରେ ଅନମ୍ ଏମିତି କିଛି ପର୍ବ ଏହା ସହିତ ସାମଞ୍ଜସ୍ୟ ଅଛି। ଏହାର ମୁଖ୍ୟ କଥା ହେଲା ଏହି ଦିନ ନୂଆ ଅନ୍ନ ଖିଆଯାଏ। ଭଗବାନଙ୍କୁ ମାଆଙ୍କୁ ଅର୍ପଣ କରିସାରିଲା ପରେ ସମସ୍ତେ ନୂଆ ଚାଉଳର କ୍ଷୀରି କିମ୍ବା କିଛି ଖାଆନ୍ତି। ନୂଆଖାଇ ଧାନ ଅମଳର ଖୁସିରେ ପାଳନ କରିବା ନିମନ୍ତେ କରାଯାଇଥାଏ। ପାଞ୍ଜି ଅନୁସାରେ ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ମାନେ ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ। ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରର ତଥା ସମସ୍ତ ଗ୍ରାମରେ ସାମୂହିକ ଭାବେ ମଧ୍ୟ ରାନ୍ଧିଥାନ୍ତି। ଏହି କ୍ଷୀରି ନବାନ୍ନ ଭାବରେ ଜଣାଶୁଣା। ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି। ନୂଆଖାଇ ପାଳନ ପରଦିନ ନୂଆଖାଇ ବାସି ପାଳନ ହୁଏ ଓ ଏହା ଦିନ ବଳକା ନୂଆ ଅନ୍ନ କ୍ଷୀରି ପିଠା ହେବା ସହ ମାଂସ ଏସବୁ ଯଦି ଯେ ନନଭେଜ୍ ଖାଉଛନ୍ତି ସେ ରନ୍ଧାଯାଏ। ବାସି ପରଦିନ ତିଆସି ପାଳନ ହୁଏ। ଏହି ଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପରିକ ଖେଳ ଯଥା ଲୁଡୁ, ଖୋଖ, ବାଡ଼ି, ଖିଚା, କୁସ୍ତି ଖେଳରେ ସମୟ ଅତିବାହିତ କରିଥାନ୍ତି। ଏହା ହେଉଛି ଫସଲ ଅମଳର ପର୍ବ। ଏହା ସାଧାରଣତଃ 3 ଦିନ ପାଳନ କରାଯାଇଥାଏ। ଏହା ସାଧାରଣତଃ ଅଗଷ୍ଟ ସେପ୍ଟେମ୍ବର ମାସରେ ଆସେ। ଏହି ବର୍ଷ 8 ସେପ୍ଟେମ୍ବରରେ ପଡ଼ୁଛି। ଏହି ନୂଆଖାଇରେ କିଛି ଜାଗାରେ ଆରିସା ପିଠା ମଧ୍ୟ ଭୋଗ ଲାଗିଥାଏ। ଏହି ନୂଆଖାଇ ପର୍ବ ଭାବରେ ଏହା ଜଣାଶୁଣା। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି। ବର୍ଷା ଶେଷ ହେବା ପରେ ଶରତ ଋତୁ ଧରାପୃଷ୍ଠରେ ଅବତରଣ କରିଥାଏ। ଏହି ସମୟରେ ଚାଷୀ ଚାଷ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି ଗେଣ୍ଡା ପକାଇବାର କାର୍ଯ୍ୟ ହୋଇଥାଏ। ଚାଷୀ ପ୍ରଥମ କରି ଅମଳକ୍ଷମ ଧାନକୁ ଇଷ୍ଟ ଦେବୀଙ୍କଠାରେ ଅର୍ପଣ କରିବା ପରେ ହିଁ ନବାନ୍ନ ଭକ୍ଷଣ କରିବା ହିଁ ନବାନ୍ନ ଭକ୍ଷଣ ବୋଲି କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଖାଇ କୁହାଯାଏ। ନୂଆଖାଇ ପାଳନ ନିମନ୍ତେ ଲଗ୍ନ ବା ତିଥି ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ। ଏହି ନୂଆଖାଇ ପର୍ବ ଛତିଶଗଡ଼, ଝାଡ଼ଖଣ୍ଡର ମଧ୍ୟ କିଛି ଅଞ୍ଚଳରେ ପାଳନ କରାଯାଇଥାଏ। କାରଣ ସେମାନେ ଅଲଗା ରାଜ୍ୟ ହେଲେ ମଧ୍ୟ ଭାଷାଗତ ସମାନତା ଓ ଚଳନୀଗତ ସମାନତା ଅଛି ସେମାନଙ୍କ ସହିତ। ସାମାଜିକ ଏକତା ଏହି ପର୍ବରେ ସାମାଜିକ ଏକତା ବଜାୟ ରହେ। ନୂଆଖାଇ ଏକ ଗଣପର୍ବ। ଗ୍ରାମ ବା ସହରରେ ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜାବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠାପଣା ସହ ନବାନ୍ନ ଭୋଜି ଖାଇ ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି। ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତ୍ୱ। ଯଦି କିଏ ଏହି ନୂଆଖାଇ ଏମିତି କରିନାହାନ୍ତି, ଦଶହରା ସମୟରେ ଅଷ୍ଟମୀ ତିଥିରେ ମଧ୍ୟ ହୁଏ। ତାପରେ ଯଦି ସେହି ତିଥି ଯଦି ଆପଣ ମିସ୍ ହେଇଗଲା ତାପରେ ଲକ୍ଷ୍ମୀ ପୂଜା ବେଳକୁ କରନ୍ତି। ପୁରୁଣା କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଥିଲା। ତେଣୁ ନବାନ୍ନ ଆଗରୁ ଯେଉଁଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜର ପୈତୃକ ଗୃହକୁ ଆସୁଥିଲେ। ଆଗକାଳରେ ପୁଅ ଝିଅମାନେ ପ୍ରାୟତଃ ବେଶୀ ଦୂରରେ ରହୁନଥିବାରୁ ଏହା ସମ୍ଭବ ହେଉଥିଲା। କିନ୍ତୁ ଏବେ ଯୁଗର ପରିବର୍ତ୍ତନ ସହ ଅନେକ ଘରେ ପୁଅ ବୋହୂ ଝିଅମାନେ ବହୁ ଦୂରଦୂରାନ୍ତରୁ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି। ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହୋଇନଥାଏ। ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାରର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରୀତ ପାଳନ କରାଯାଇଥାଏ। ଲଗ୍ନ କେମିତି ହେଉଥିଲା? ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆ ଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ନୂଆ ଖାଉଥିଲେ। ରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବ୍ୟବହାର କରୁଥିଲେ। ତେଣୁ 1991 ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳ ପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। ସେତେବେଳେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା
ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ। ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ସର୍ବସମ୍ମତକ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନରେ ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ହୋଇ ଆସୁଛି। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ। ପୂର୍ବାଞ୍ଚଳରେ ଏହି ଆଶ୍ୱିନ ମାସର ମହାଳୟ ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି, କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହାର ହୋଇଥାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ ମାନେ ମହାଳୟ ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ରହିଛି। ଏହା ସମଗ୍ର ଓଡ଼ିଶାର ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳର ଜିଲ୍ଲା ସମୟରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି। ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି। ବିଶେଷ କରି ଗୁଜୁରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଆଦି ସହରରେ ମଧ୍ୟ ପାଳନ କରାଯାଇଥାଏ। ପାଳନ ବିଧି କ'ଣ? ଏହି ଦିନଟିରେ ଅମୃତ ବେଳା ବା ଶୁଭ ବେଳା ଜ୍ୟୋତିଷମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆ ଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି। ପ୍ରଥମେ ଗ୍ରାମ ଦେବତୀଙ୍କୁ ମାନେ ଇଷ୍ଟ ଦେବୀଙ୍କୁ ଅର୍ପଣ କରିସାରିଲା ପରେ ସମସ୍ତେ ଗ୍ରହଣ କରିଥାନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡା ପିଠା ନିଜ ଘରେ ପ୍ରସ୍ତୁତ କରି ନିଜର ଇଷ୍ଟଦେବୀ ଗ୍ରାମଦେବୀ ମାଉଳି କୁହନ୍ତି ଦେବତା ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି। ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି। ଭେଟଘାଟ ଶେଷ ହେବା ପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ। ନୂଆଖାଇ ପରଦିନକୁ ନୂଆଖାଇ ବାସି ବୋଲି କୁହାଯାଏ। ଏହି ଦିନଟିକୁ ମୌଜ ମଜଲିସରେ ଦିନ ଭାବେ ପାଳନ କରାଯାଏ। ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗ ଲାଗୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଇନଥାନ୍ତି। ସେଥିପାଇଁ ଏହି ନୂଆଖାଇ ବାସି ଦିନ ଖାଇଥାନ୍ତି। ନୂଆଖାଇ ଗୀତ ବହୁତ ଅଛି। ହଳଧର ନାଗ କବି ଜିଇଁଛୁ ବେଲକେ ଆସି ଭାଇ ବନ୍ଧୁ ହେମା ନୂଆଖାଇ ଭେଟ ସଂସାର ଡରଥି ବନ୍ଧା ହୋଇଥିମା ଗାଁ ଜାଗାର ହୋଇ ମେଟ। ଆମେ ଯେତେ ଦିନ ବଞ୍ଚିଛୁ ନୂଆଖାଇରେ ଆମେ ଭେଟ ହେବୁ। ଏହା ରହିଲା ଆମର ନୂଆଖାଇର ମହତ୍ତ୍ୱ। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମା ସମଲେଶ୍ୱରୀ କହିଦେବେ। ହ୍ୟାପି ନୂଆଖାଇ ଟୁ ଅଲ୍। ଜୟ ଜଗନ୍ନାଥ, ଜୟ ମା ସମଲେଶ୍ୱରୀଙ୍କର ଜୟ ହେଉ।